So, hello everyone. So, today we discuss about national and international boundaries. जोटा कि important ରହିବ all exam respective ରେ SI ହଉ, ଆମିନ ହଉ, SFS ହଉ, CGL ହଉ କିମ୍ବା ଯେତିକ ସବୁ ଓଡ଼ିଶା ରିଲେଟେଡ୍ ଏକ୍ସାମ ହଉ କିମ୍ବା ଷ୍ଟେଟ୍ ଲେଭେଲ ଏକ୍ସାମ ହଉ ନିହାତି ଗୁରୁତ୍ୱପୂର୍ଣ୍ଣ ରହିବ। ଯୋଉଟାକି ଜିଓଗ୍ରାଫିର ପାର୍ଟ ରହିବ। ଯେକୌଣସି ନା କିଛି କ୍ୱେଶ୍ଚିନ୍ ଆସୁଛି ଏଇ ରିଲେଟେଡ୍ ବାଉଣ୍ଡ୍ରି ଫର୍ମେସନ କିଏ କରୁଛି, ଓଡ଼ିଶାର ବାଉଣ୍ଡ୍ରି କିଏ ଫର୍ମେସନ କରୁଛି, इंडिया रो बाउंड्री कहा सहित फॉर्मेशन करूची किंबा को स्टेट रो कहा सहित फॉर्मेशन करूची हमें आज डिटेल्स रे देखिबा। क्वेश्चन पचारची व्हिच ऑफ द स्टेट डज नॉट शेयर इट्स बॉर्डर विथ उत्तर प्रदेश सहित बॉर्डर किए शेयर करूनी बोली पचारची इंपोर्टेंट रहिबो। ठीक अछि। अच्छा, राजस्थान, मध्य प्रदेश, पंजाब ना छत्तीसगढ़। ठीक अछि। आउ ये इंटरनेशनल बाउंड्री करछि का सहित ना नेपाल सहित कहि परिबा। ହେଲା। उत्तर प्रदेश की कथा कहवा बॉर्डर टच करूनी टोटाल 9 स्टेट रे मन रखिथाओ इनक्लूडिंग यूनियन भी कहि परिबा। उत्तर प्रदेश फॉर्मेशन केबे हेतिला ना 24 जनवरी रे फॉर्मेशन हेतिला 1950 रे। कैपिटल के कौन कोठी ना लखनऊ बोली कहि परिबा। ଆଉ ଲଙ୍ଗେଷ୍ଟ ବର୍ଡର ଯଦି ପଚାରିବା ଉତ୍ତର ପ୍ରଦେଶର କୋଉଠି ମଧ୍ୟପ୍ରଦେଶରେ। ଠିକ ଅଛି। ମଧ୍ୟପ୍ରଦେଶରେ ଲଙ୍ଗେଷ୍ଟ ବର୍ଡର ବୋଲି କହିବା। ଆଉ ମିନିମମ୍ ବର୍ଡର ଲାଇନ କାହା ସହିତ ନା ହିମାଚଳ ପ୍ରଦେଶ ବା ଏଚପି ସହିତ। ଯଦି ପଚାରିବ କାହା କାହା ସହିତ ବର୍ଡର ସେୟାର କରୁଛି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଠିକ ଅଛି, ଛତିଶଗଡ଼, ଝାରଖଣ୍ଡ, ବିହାର ଆଉ ଦିଲ୍ଲୀ। ଏ ଇମ୍ପୋର୍ଟାଣ୍ଟ ରହିବ। ଆଉ ମନେ ରଖିଥାଅ ଉତ୍ତର ପ୍ରଦେଶର ଗୋଟେ ଡିଷ୍ଟ୍ରିକ୍ଟ ଅଛି ତା ନାଁ ହେଲା ସୋନଭଦ୍ରା। ଇଏ ସବୁ ଯାକ ବେସିକାଲି ଷ୍ଟେଟ କୁ ପ୍ରାୟ ଟଚ୍ କରୁଛି ହେଲା, ଯେମିତି କି ଆମର ମଧ୍ୟପ୍ରଦେଶ ରହିଲା, ଛତିଶଗଡ଼ ରହିଲା, ଝାରଖଣ୍ଡ ରହିଲା, ବିହାର ରହିଲା, ହେଲା ଇମ୍ପୋର୍ଟାଣ୍ଟ ରହିବ। ଆଉ ଯଦି ପଚାରିବ ଷ୍ଟେଟ ଯଦି ପଚାରିବ ଯେମିତି ଆମର ଉମ୍, ବାହାର ଇଣ୍ଟରନ୍ୟାସନାଲ ବାଉଣ୍ଡ୍ରି ସହିତ ଫର୍ମେସନ କରୁଛି, ଯେମିତି ଚାଇନା ଆମର ନର୍ଥ ରେ କରୁଛି, ଆଉ ଏପଟେ କରୁଛି ଇଷ୍ଟ ରେ କିଏ କରୁଛି ନା ନେପାଳ ସହିତ କରୁଛି। ଠିକ ଅଛି। ଆଉ ଇଣ୍ଟର ଷ୍ଟେଟ ବାଉଣ୍ଡ୍ରି ଫର୍ମେସନ କରୁଛି କାହା ସହିତ ୱେଷ୍ଟ ସହିତ ମାନେ ହିମାଚଳ ପ୍ରଦେଶ ସହିତ ଇଣ୍ଟର ଷ୍ଟେଟ ବାଉଣ୍ଡ୍ରି ଫର୍ମେସନ କରୁଛି। ଆଉ ନର୍ଥ ଯଦି ୱେଷ୍ଟ କଥା କହିବା ଉତ୍ତର ପ୍ରଦେଶ କଣ କରୁଛି ନା ଫର୍ମେସନ କରୁଛି। ଆଉ ହିମାଚଳ ପ୍ରଦେଶର କ୍ୟାପିଟାଲ କଣ ଗୋଟେ କମେଣ୍ଟ ବକ୍ସରେ ଆନ୍ସର କୁହ ହିମାଚଳ ପ୍ରଦେଶ। ତାହେଲେ ଅପସନ ସି ହେଇଯିବ ରାଇଟ ଆନ୍ସର। ନେକ୍ସଟ କ୍ୱେଶ୍ଚନ କୁ which of the state does not share its border with Nepal? ନେପାଳ ସହିତ ଆଙ୍କ ଭିତରୁ କୋଉ ଇଣ୍ଡିଆନ ଷ୍ଟେଟ ଫର୍ମେସନ କରୁନି କଣ ବାଉଣ୍ଡ୍ରି। ମନେ ରଖିଥାଅ 5ଟା ଇଣ୍ଡିଆନ ଷ୍ଟେଟ କଣ କରୁଛି ନା ବର୍ଡର ସେୟାର କରୁଛି ନେପାଳ ସହିତ ହେଲା। କିନ୍ତୁ ଏଠି ଅପସନ ଯୋଉ ଦେଇଛି ଆସାମ, ଠିକ ଅଛି, ଆସାମ କରୁନି ବାଉଣ୍ଡ୍ରି ଫର୍ମେସନ ବୋଲି କହିପାରିବା କାହା ସହିତ ନା ନେପାଳ ସହିତ। ବୁଝିହେଲା। ତ ଆମେ ଜାଣିଛୁ ଇଣ୍ଡିଆ ଯଦି ମ୍ୟାପ ଦେଖିବା ଏଇଠି ଉପରେ ଏଇ ଆସିଲା ଏଇ ଜାଗାରେ, ଠିକ ଅଛି, ଏଇ ଜାଗାରେ ହିଁ ଆମର ନେପାଳ ଦେଖିବାକୁ ମିଳୁଛି। ଆଉ ବାହାରେ ଚାଇନା ବୁଝିଲି। ଆଉ ସରି ଏଇଟା ହେଲା ଇଣ୍ଡିଆନ ପୁରା ପୁରା ଲାଗିକି ଅଛି ନା ନେପାଳ ବର୍ଡର ହେଲା। ଆଉ ଏଠି ସିକିମ ଅଛି, ତା ସହିତ ଏଠି ଉତ୍ତରାଖଣ୍ଡ ଦେଖିବାକୁ ମିଳିବ, ଉତ୍ତର ପ୍ରଦେଶ ରହିଲା ବହୁତ ବଡ, ଆଉ ବିହାର ରହିଲା ହେଲା। ଏସବୁ ରହିଲା। ତାହେଲେ ଆନ୍ସର କଣ ହେଇଯିବ ଅପସନ ଡି ହେଇଯିବ ରାଇଟ ଆନ୍ସର। ଆସାମ ସହିତ ନେପାଳ କଣ କରେ ନାହିଁ ବାଉଣ୍ଡ୍ରି ଫର୍ମେସନ କରେ ନା ହେଲା। ଯଦି ପଡିବ କି ବର୍ଡରିଂ ଷ୍ଟେଟ କୋଉଟା କୋଉ କଣ୍ଟ୍ରି କାହା ସହିତ, ଯେମିତି ଆଫଗାନିସ୍ତାନ ଯଦି ପଚାରିବା ବର୍ଡରିଂ ଷ୍ଟେଟ ଲାଦାଖ ସହିତ କରେ। ବାଂଲାଦେଶ ଯଦି କଥା କହିବା ୱେଷ୍ଟ ବେଙ୍ଗଲ, ମେଘାଳୟ, ମିଜୋରାମ, ତ୍ରିପୁରା ଆଉ ଆସାମ ସହିତ କରେ ହେଲା। ଇମ୍ପୋର୍ଟାଣ୍ଟ ରହିବ। ଆଉ ମନେ ରଖିଥାଉ ନେପାଳ ସହିତ 5ଟା ଷ୍ଟେଟ କରେ ବିହାର, ଉତ୍ତରାଖଣ୍ଡ, ୟୁପି, ସିକିମ ଆଉ ୱେଷ୍ଟ ବେଙ୍ଗଲ। ଦେଖ ଏଠି ନେକ୍ସଟ କ୍ୱେଶ୍ଚନ ଗୋଟେ କହିଛି କି ଏଠି ତ ଗଲା କ୍ୱେଶ୍ଚନ, ତାର ଆନ୍ସର ଅଲରେଡି ଦେଇଦେଇଛି। କ୍ୱେଶ୍ଚନ ଏଠି ପଚାରିଛି which of the state is surrounded by Bangladesh on all three side? ବାଂଲାଦେଶ ସହିତ ଯଦି ପଚାରିବ 3ଟା ସାଇଡ ରେ ଯୋଉ ସରାଉଣ୍ଡେଡ ହେଇକି ଅଛନ୍ତି, ତ ଆଙ୍କ ଭିତରୁ କୋଉଟା 3ଟା ସାଇଡ ରୁ ସରାଉଣ୍ଡେଡ ହେଇକି ଅଛି। ମନେ ରଖିଥାଅ ଇମ୍ପୋର୍ଟାଣ୍ଟ ରହିବ ତ୍ରିପୁରା। ଠିକ ଅଛି। ତ୍ରିପୁରା କଣ କରିଛି ନା 3ଟା ସାଇଡ ରେ
ସରାଉଣ୍ଡେଡ ହେଇକି ଅଛି ନର୍ଥ ରେ, ସାଉଥ ରେ ଆଉ ୱେଷ୍ଟ ରେ। ଏ ତିନିଟା ସାଇଡ କଣ କରିଛି ପୁରା ତ୍ରିପୁରା ତାହାକୁ ନା ବାଂଲାଦେଶକୁ ମାଡିକି ରଖିଛି ହେଲା। ଟୋଟାଲ 84% ଇଣ୍ଟରନ୍ୟାସନାଲ ବର୍ଡର ସେୟାର କରିଛି। ନେବରିଂ ଷ୍ଟେଟ କଥା ଯଦି କହିବା ତ୍ରିପୁରାର କିଏ କିଏ ହେଇଯିବ ନା ଆସାମ ଆଉ ମିଜୋରାମ ହେଇଯିବ ରାଇଟ ଆନ୍ସର। ତ୍ରିପୁରା ସବୁଠୁ ଥାର୍ଡ ସ୍ମଲେଷ୍ଟ ଷ୍ଟେଟ ହିସାବରେ ଜଣାଯାଏ କାହାର ନା ଇଣ୍ଡିଆର। ତ୍ରିପୁରାର କ୍ୟାପିଟାଲ କଣ ନା ଅଗରତାଲା ହେଇଯିବ ରାଇଟ ଆନ୍ସର। ଏସବୁ ଇମ୍ପୋର୍ଟାଣ୍ଟ ଗୁଡା ମନେ ରଖ। ବୁଝିଗଲା। ଏବେ ଦେଖିବା କିଛି ମ୍ୟାପ ଥ୍ରୁରୁ। ଏବେ ଦେଖ ଜାମ୍ମୁ ଆଣ୍ଡ କାଶ୍ମୀର କଥା କହିଲା ହେଲା। ଜାମ୍ମୁ ଆଣ୍ଡ କାଶ୍ମୀର ଏଇଠି ଅଛି, ଠିକ ଅଛି। ତ କିଏ କିଏ ଲାଗିଛି ଦେଖ, ଫାଷ୍ଟ ପଞ୍ଜାବ ଲାଗିଛି, ଏପଟେ ହିମାଚଳ ପ୍ରଦେଶ ଲାଗିଛି, ଏପଟେ ପୁରା ବର୍ଡର ବହୁତ ବର୍ଡର ସେୟାର କରିଛି ଲାଦାଖ ଗୋଟେ, ଠିକ ଅଛି। ଆଉ ଇଣ୍ଟରନ୍ୟାସନାଲ ବାଉଣ୍ଡରୀ କିଏ କରିଛି ନା ପାକିସ୍ତାନ କରିଛି ହେଲା, ଏଇଠି ପାକିସ୍ତାନ କରିଛି ହେଲା। କି ପରୀକ୍ଷାରେ ପଡିବ ଜାମ୍ମୁ କାଶ୍ମୀର ସହିତ କେତେଟା ଇଣ୍ଡିଆନ ଷ୍ଟେଟ ଲାଗିଛି, ମନେକର 3ଟା ଲାଗିଛି, ଆଉ ଗୋଟେ ଇଣ୍ଟରନ୍ୟାସନାଲ ବାଉଣ୍ଡରୀ ଲାଗିଛି ଯୋଉଟା କି କାହାର ନା ପାକିସ୍ତାନ ହେଇଯିବ। ଏବେ ଦେଖିବା ଲାଦାଖ କଥା ଦେଖିବା, ଠିକ ଅଛି। ଦେଖ ଲାଦାଖ ଏଇଠି ଅଛି ଇମେଜ ରେ। ତ ଲାଦାଖ ଯଦି ପଚାରିବ, ଫାଷ୍ଟ ହିମାଚଳ ପ୍ରଦେଶ ତ ଅଲରେଡି ହେଇଗଲା, ତା ସହିତ ଜାମ୍ମୁ କାଶ୍ମୀର ହେଇଗଲା, ଠିକ ଅଛି। ମନେ ତ ଲାଦାଖ ସହିତ ସବା ପୁରା ନର୍ଥ ରେ ଦେଖିବାକୁ ମିଳେ ଲାଦାଖ ଟା। ଆଉ ଏଇ ଦିଟା ଇଣ୍ଡିଆନ ଷ୍ଟେଟ କଣ କରିଛି ନା ବାଉଣ୍ଡରୀ ଫର୍ମେସନ କରୁଛି। କିନ୍ତୁ ଯଦି ଦେଖିବା ଇଣ୍ଟରନ୍ୟାସନାଲ ବାଉଣ୍ଡରୀ, ଦେଖ ଏଠି ଚାଇନା ବହୁତ ପାର୍ଟରେ କରୁଛି, ଏଟା ଚାଇନା ପାର୍ଟ ରହିଲା। ତାପରେ ଏପଟେ ପାକିସ୍ତାନ ପାର୍ଟ ରହିଲା। ଏଇଠି କିଛିଟା ପାର୍ଟ ଏଠି କଣ କରିଛି ନା ଆଫଗାନିସ୍ତାନ ମଧ୍ୟ ନେଇଛି। ତ ଲାଦାଖ ସହିତ ତିନି ବାଉଣ୍ଡରୀ ମଧ୍ୟ ଫର୍ମେସନ କରେ। ଆସ ତାମିଲନାଡୁ ପର୍ସନ, ତାମିଲନାଡୁ ଦେଖ କୋଉଠି ଅଛି ଇମେଜରେ, ଦେଖ ତାମିଲନାଡୁ ଏଇଠି। ତାମିଲନାଡୁ ଆମେ ଦେଖିବା ଏପଟେ କେରଲା ରହିଲା, ଠିକ ଅଛି। ତାପରେ ଯିବା କର୍ଣ୍ଣାଟକ, ଦେଖ ଏପଟେ ରହିଛି। ତାପରେ ଏଠି ଆନ୍ଧ୍ରପ୍ରଦେଶ ଦେଖ ଏଠି ଲାଗିଛି। ତା ସହିତ ଏପଟେ ଯଦି ୟୁଟି ଆଡକୁ ବୁଲିଯିବା, ଏଠି ୟୁଟି ଅଛି ଆମର କଣ ନା ପୁଡୁଚେରୀ ଏଇଠି ଅଛି ୟୁନିୟନ ଟେରିଟୋରି। ତା ସହିତ ଏଠି ଗୋଟେ ପୁଡୁଚେରୀର ଗୋଟେ କଣ କାରାଇକାଲ, ଠିକ ଅଛି। କାରାଇକାଲ ଗୋଟେ ଜାଗା ଅଛି ପୁଡୁଚେରୀର, ସେ ମଧ୍ୟ କନେକ୍ଟ କରୁଛି ନା ନାଇଁ। ଟୋଟାଲ ଦେଖ ପୁଡୁଚେରୀ ୟୁଟି ତାମିଲନାଡୁ କେମିତି ଏଠି କନେକ୍ଟ। ତାହେଲେ କଣ କଣ ହେଇଯିବ ଷ୍ଟେଟ, କେରଳା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଆଉ ଗୋଟେ ୟୁନିୟନ ଟେରିଟୋରି ପୁଡୁଚେରୀ କଣ କରିଛି ନା କନେକ୍ଟ କରିଛି। ଇମ୍ପୋର୍ଟାଣ୍ଟ ରହିବ। ଆଚ୍ଛା ନେକ୍ସଟ କୁ ଯିବା। ଏବେ ଦେଖିବା କେରଳା କାମ, ଯୋଉଟା କି ପୁରା କହିପାରିବା ଲାଷ୍ଟରେ ହିଁ ଅଛି ହେଲା। ଆଉ କଣ କରୁଛି, ଯୋଉଟା କି ସମୁଦ୍ର ପାଖାପାଖି ଏରିଆ ରହିଲା। ତ କଣ କଣ ତାମିଲନାଡୁ ଫାଷ୍ଟ ଗୋଟେ, ଠିକ ଅଛି। ଏଠି ରହିଲା ତାମିଲନାଡୁ। ତାପରେ ଟିକେ ବୁଲିଯିବା, ଏପଟେ ରହିଲା କର୍ଣ୍ଣାଟକ, ହେଲା କେରଳାକୁ ତାମିଲନାଡୁ, କର୍ଣ୍ଣାଟକ ଯେମିତି ଆମେ ଉପରେ କରୁଥିଲେ କାହା ସହିତ, ଉତ୍ତରାଖଣ୍ଡ ସହିତ, ସରି ଲାଦାଖ ସହିତ ଯେମିତି କରୁଥିଲେ ଜାମ୍ମୁ କାଶ୍ମୀର ଆଉ ହିମାଚଳ ପ୍ରଦେଶ। ଆଚ୍ଛା ଏଠି ଗୋଟେ ମାହେ ଗୋଟେ ଅଛି, ଦେଖ ପୁଡୁଚେରୀରେ ଗୋଟେ ଜାଗା ମାହେ, ସିଏ କେରଳାକୁ କନେକ୍ଟ କରୁଛି, ତାମିଲନାଡୁର କରାଇକାଲ କନେକ୍ଟ କରୁଛି। ମନେ ରଖ ଏଇ ଦିଟାକ ଇମ୍ପୋର୍ଟାଣ୍ଟ ପଏଣ୍ଟ। ଏବେ ଦେଖିବା କର୍ଣ୍ଣାଟକ ସହିତ ଦେଖ ବହୁତ ସାରା ରାଜ୍ୟ କଣ କରୁଛି ନା ଫର୍ମେସନ କରୁଛି, କଣ ବର୍ଡର ଫର୍ମେସନ କରୁଛି। କର୍ଣ୍ଣାଟକ ଫାଷ୍ଟ ଆମକୁ ଦେଖିବାର ଅଛି, କୋଉଠି ଅଛି କର୍ଣ୍ଣାଟକ, ଏଇଠି ଅଛି। ତ କର୍ଣ୍ଣାଟକ ଦେଖ ଏଠି ଗୋଆ, ଯାର କ୍ୟାପିଟାଲ କଣ ନା ପାଞ୍ଜି ଥିବ। ତାପରେ ଟିକେ ବୁଲି ଆସିବା ଉପରେ ନର୍ଥ ସାଇଡ ଆଡକୁ, ଦେଖ ମୁମ୍ବାଇ ମହାରାଷ୍ଟ୍ର ରହିଲା। ଟିକେ ବୁଲି ଆସିଯିବା ନର୍ଥ ଇଷ୍ଟ ପଟକୁ, ଟିକେ ତେଲେଙ୍ଗାନା ଆଉ ହାଇଦ୍ରାବାଦ ରହିଲା, ଠିକ ଅଛି। ତାପରେ ପୁରା ଇଷ୍ଟ କୁ ଆସିବା, ଦେଖି ଦେଖିବା ଆନ୍ଧ୍ରପ୍ରଦେଶ ରହିଲା। ଆଉ ସାଉଥ ରେ ତାମିଲନାଡୁ, ଆଉ କିଛି ପୋର୍ସନ ଏଠି କଣ ଲାଗିଛି କେରଲା ଲାଗିଛି ସାଉଥ ପଟେ ହେଲା। ତାହେଲେ କର୍ଣ୍ଣାଟକର ସାଉଥ ପଟେ କେରଲା ତାମିଲନାଡୁ, ଇଷ୍ଟ ପଟେ ଆନ୍ଧ୍ରପ୍ରଦେଶ, ଆଉ ନର୍ଥ ଇଷ୍ଟ ପଟେ ତେଲେଙ୍ଗାନା ବା ହାଇଦ୍ରାବାଦ, ଆଉ ମହାରାଷ୍ଟ୍ର ମୁମ୍ବାଇ ହେଇଯିବ ନର୍ଥ, ଆଉ ଏପଟେ ୱେଷ୍ଟ ପଟେ ହେଇଯିବ ଗୋଆ, ହେଇଯିବ ପାଞ୍ଜି ହେଇଯିବ capital। ଏବେ ଦେଖିବା ଗୋଆ କଥା କହିଲା, ଦେଖ ଗୋଆ ଟିକେ ନାକୁ ଛୋଟିଆ ଷ୍ଟେଟ କହିପାରିବା, ଯୋଉଟା କି କାହା କ୍ୟାପିଟାଲ ପାନାଜୀ ବୋଲି। ଏଇ ବେଙ୍ଗାଲୁରୁ ବା କର୍ଣ୍ଣାଟକ ଆଉ ମହାରାଷ୍ଟ୍ର ଷ୍ଟେଟ ଫର୍ମେସନ କରିଛି ହେଲା। ଏବେ ଯିବା ଆନ୍ଧ୍ରପ୍ରଦେଶ କଥା କହିଛି, ଆନ୍ଧ୍ରପ୍ରଦେଶକୁ ଆମକୁ ଯିବାର ଅଛି। ତ ଏଇଠି ଆନ୍ଧ୍ରପ୍ରଦେଶ ରହିଲା। ଆନ୍ଧ୍ରପ୍ରଦେଶ ଦେଖ ଏଇଠି ଲାଗିଛି ଆମକୁ ଓଡିଶା ଯିବାର ଅଛି। ଓଡିଶା ପୁରା ଦେଖ ଏଇଠି ବର୍ଡର ସେୟାର କରୁଛି ଏଇଠି ହେଲା।
ତା ସହିତ ନା ଓଡିଶା ସହିତ ଫାଷ୍ଟ ବର୍ଡର କଲା। ତାପରେ ଟିକେ ନାକୁ ଏଇଠି ଦେଖ ଟଚ୍ ହେଇଛି ନା ନାଇଁ? ତ ଛତିଶଗଡ଼ ବି ଏଠି ଫର୍ମେସନ କଲା। ଆଉ ତେଲେଙ୍ଗାନା ତ ଏମିତିରେ କରୁଛି ଯୋଉଟା କି ବାଇଫର୍କେସନ ହେଇଥିଲା 2014 ମସିହାରେ। ଆଉ କର୍ଣ୍ଣାଟକ ବି ଏଠି କରୁଛି। ଆଉ ଏପଟେ ତାମିଲନାଡୁ କରୁଛି। ମନେରଖିଥା ପୁଡୁଚେରୀର ଗୋଟେ ପୋର୍ସନ ରହିଲା ୟାନାମ। ୟୁଟିରେ ମନେ ରଖ ଏପଟେ ଯେମିତି କରାଇକାଲ ରହିଲା ପୁଡୁଚେରୀ ତାମିଲନାଡୁକୁ କନେକ୍ଟ କରୁଛି। ସେମିତି କେରଳାର ମାହେ ରହିଲା ଏପଟେ କନେକ୍ଟ କରୁଛି। ସେମିତି ଆନ୍ଧ୍ରପ୍ରଦେଶର ୟାନାମ ପୁଡୁଚେରୀ କନେକ୍ଟ କରୁଛି। ଠିକ ଅଛି, ଏ ସବୁ ଗୁଡାକ ମନେ ରଖ। ଏଇ ଗୋଟେ ୟୁଟି ଆଉ ବାକି 5ଟା ରାଜ୍ୟ କନେକ୍ଟ କରୁଛନ୍ତି। ଏବେ ଆସ ତେଲେଙ୍ଗାନା କଥା ଆସ। ତେଲେଙ୍ଗାନା ସବୁ ଯାକ ବର୍ଡର ହିଁ ରହିଛି, କଣ ଷ୍ଟେଟ ବର୍ଡର ରହିଛି। ଏପଟେ ଯଦି ଛତିଶଗଡ଼ ରହିଲା, ଏପଟେ ମହାରାଷ୍ଟ୍ର, ଏପଟେ କର୍ଣ୍ଣାଟକ ବା ବେଙ୍ଗାଲୁରୁ, ଆଉ ଏପଟେ ଆନ୍ଧ୍ରପ୍ରଦେଶ। ଠିକ ଅଛି, ଏଇ 4ଟା ଯାକ ରାଜ୍ୟ କାହାକୁ ଘେରିକି ଅଛନ୍ତି ନା ତେଲେଙ୍ଗାନାକୁ ଘେରିକି ଅଛନ୍ତି। ଠିକ ଅଛି, ଦେଖ ମହାରାଷ୍ଟ୍ର ତ ପୁରା ଗଦା ହିଁ ପଡିଛି, ବହୁତ ବଡ, କାହିଁକି ନା ସବୁଠୁ ବଡ ବୋଲି କହିପାରିବା ହେଲା। ଦେଖ କେତେ ବଡ ଜାଗାଟା। ତ ମହାରାଷ୍ଟ୍ର ଦେଖ ଫାଷ୍ଟ ଆସିଲା ଗୁଜରାଟ। ଗୁଜରାଟ କୋଉଠି ଦେଖ ଏଇ ଟିକେ ନାକୁରୁ ଲାଗିଛି ଗୁଜରାଟ ହେଲା। ତାପରେ ଟିକେ ବୁଲି ଆସିବା ଏପଟେ ମଧ୍ୟପ୍ରଦେଶ ବା ଭୋପାଲ ଲାଗିଛି। ତାପଟକୁ ରାୟପୁର, ଛତିଶଗଡର ରାୟପୁର ଲାଗିଛି। ତାପରେ ଏପଟେ ଲାଗିଛି କୋଉଠି ନା ତେଲେଙ୍ଗାନା, ଦେଖ ଏଇଠି ଲାଗିଛି, ଲାଗିଥିଲା ନା ଏଇଠି କନେକ୍ଟ ହେଇଛି। ତାପରେ ଏପଟେ କର୍ଣ୍ଣାଟକ ଲାଗିଛି। ଆଚ୍ଛା, ଏବେ ଗୋଆ ଦେଖ ଗୋଟେ ଲାଗିଛି ଛୋଟିଆ କୋଣ ଦେଖେ। ଆଉ ଟିକେ ବୁଲି ଆସିବା ଦାଦ୍ରା ନଗର ହାଭେଲି ୟୁଟି ଲାଗିଲା। ତା ସହିତ ଦାମନ ଆଣ୍ଡ ଡିଉ। ଠିକ ଅଛି, ଏ ସବୁ ଜାଗା ଲାଗିଛି କାହା ସହିତ ନା ମୁମ୍ବାଇ ମହାରାଷ୍ଟ୍ର ହେଲା। ତ ଗୋଟେ ଦିଟା ତିନିଟା ଚାରିଟା ପାଞ୍ଚଟା ଛଅଟା ଲାଗିଛି ଷ୍ଟେଟ। ଆଉ ବାକି ଦିଟା ଲାଗିଛି କଣ? ଛତିଶଗଡ କଥା ଆସିବା। ଛତିଶଗଡ ପୁରା ଅଛି କୋଉଠି? ମିଡିଲ ପାର୍ଟ ରେ ଅଛି ଏଠି। ଛତିଶଗଡ କୁ ଲାଗିଛି ଏପଟେ ମଧ୍ୟପ୍ରଦେଶ, ତା ଉପରେ ଉତ୍ତରପ୍ରଦେଶ, ତାପରେ ଝାରଖଣ୍ଡ, ତାପରେ ଓଡିଶା। ଓଡିଶା ପୁରା ବର୍ଡର ସେୟାର କରିଛି ହେଲା, ରଖିଥାଅ। ତାପରେ ଦେଖିବା ଛତିଶଗଡ ପରେ ଦେଖ ଏଇଠି ଟିକେ ନାକୁ ଲାଗିଛି ଆନ୍ଧ୍ରପ୍ରଦେଶ। ଆଉ ଦେଖ ମହାରାଷ୍ଟ୍ର ଏଇ ପୋର୍ସନ ଟା ଲାଗିଛି, ତା ସହିତ ତେଲେଙ୍ଗାନା ମଧ୍ୟ ଲାଗିଛି ହେଲା। ତାହେଲେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାରଖଣ୍ଡ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଆଉ ମହାରାଷ୍ଟ୍ର ଏ ସବୁ ଗୁଡାକ କଣ କରିଛି ନା ଛତିଶଗଡ ସହିତ ବର୍ଡର ଫର୍ମେସନ କରିଛି। ଏବେ ଦେଖିବା ଓଡିଶା ଇମ୍ପୋର୍ଟାଣ୍ଟ ରହିବ। ଓଡିଶା ସହିତ ଫର୍ମେସନ କରିଛି। ଫାଷ୍ଟ ସବୁଠୁ ବଡ ଫର୍ମେସନ କିଏ କରିଛି? ଛତିଶଗଡ, ତାପରେ ଏପଟେ ଝାରଖଣ୍ଡ, ଏପଟେ ୱେଷ୍ଟ ବେଙ୍ଗଲ, ଆଉ ଏପଟେ ଆନ୍ଧ୍ରପ୍ରଦେଶ। ଆନ୍ଧ୍ର, ଠିକ ଅଛି। ତାହେଲେ ଚାରିପଟେ 4ଟା ଲାଗିଛି କଣ ଆମର ଷ୍ଟେଟ ବର୍ଡର ହେଲା। ୱେଷ୍ଟ ବେଙ୍ଗଲ କଥା ଆସିବ। ଦେଖ ଏଠି ୱେଷ୍ଟ ବେଙ୍ଗଲ ଦେଇଛି, ଠିକ ଅଛି। ୱେଷ୍ଟ ବେଙ୍ଗଲ କୁ ଏଠିକି ଲାଗିଛି କଣ କଣ ଆମକୁ ଦେଖିବାର ଅଛି। ଫାର୍ଷ୍ଟ ହେଲା ଓଡିଶା ଲାଗିଛି ଏଠି ପୋର୍ସନ। ତାପରେ ଟିକେ ବୁଲେ ଝାରଖଣ୍ଡ, ତାପରେ ବିହାର, ବିହାର ପରେ ଏଠି ସିକିମ ଲାଗିଛି। ସିକିମ ପରେ ଏଠି ବାଂଲାଦେଶ ଲାଗିଛି। ବାଂଲାଦେଶ ନାଇଁ। ଏବେ ଦେଖିବା ଟିକେ ଇଣ୍ଟରନ୍ୟାସନାଲ ବାଉଣ୍ଡ୍ରି। ଇଣ୍ଟରନ୍ୟାସନାଲ ବାଉଣ୍ଡ୍ରି କିଏ ଲାଗିଛି ନା ବାଂଲାଦେଶ ଏଠି ଅଲରେଡି ଲାଗିଛି ହେଲା। ତାପରେ ଏପଟେ ନେପାଳ ମଧ୍ୟ ଦେଖ ଏଇଠି ଲାଗିଛି। ସବୁ ଗୁଡାକ ୱେଷ୍ଟ ବେଙ୍ଗଲ ଜାଗା। ଆଉ ଦେଖ ଏଇଠି କିଛିଟା ଭୁଟାନ ମଧ୍ୟ ଲାଗିଛି ହେଲା। ତ ଇଏ ସବୁ ମଧ୍ୟ ଲାଗିଛି କାହା ସହିତ ନା ୱେଷ୍ଟ ବେଙ୍ଗଲ ସହିତ। 3ଟା ଇଣ୍ଟରନାଲ ବାଉଣ୍ଡ୍ରି ଫର୍ମେସନ କରୁଛି, ଆଉ 5ଟା ଷ୍ଟେଟ ବାଉଣ୍ଡ୍ରି ଫର୍ମେସନ କରୁଛି। ଦେଖିବା ଏବେ ଝାରଖଣ୍ଡ କଥା। ଝାରଖଣ୍ଡ କୋଉଠି ଅଛି ଆମକୁ ଫାଷ୍ଟ ଦେଖିବାର ଅଛି। ଦେଖ ଝାରଖଣ୍ଡ ହେଲା। ଝାରଖଣ୍ଡ ଏପଟେ ରହିଲା ଛତିଶଗଡ, ଏପଟେ ରହିଲା ଆମର ଓଡିଶା, ଏପଟେ ରହିଲା ଆମର ଉତ୍ତରପ୍ରଦେଶ, ବିହାର ଆଉ ୱେଷ୍ଟ ବେଙ୍ଗଲ। ଠିକ ଅଛି। ଏଇ ଯୋଉ 5ଟା କଣ କରୁଛି ଷ୍ଟେଟ ବର୍ଡର କରୁଛି କାହା ସହିତ ନା ଝାରଖଣ୍ଡ ହେଲା। ମନେ ରଖ। ବିହାର କଥା ଆସିବ। ଦେଖ ଏଠି ବିହାର ଅଛି। ବିହାରରେ କିଏ କିଏ ଲାଗିଛି ଦେଖ ଏଠି ଗୋଟେ ଉତ୍ତରପ୍ରଦେଶ, ଏପଟେ ଝାରଖଣ୍ଡ, ଏପଟେ ୱେଷ୍ଟ ବେଙ୍ଗଲ, ଠିକ ଅଛି। ଆଉ ନେପାଳ ଦେଖ ବହୁତ ବିହାରର ବହୁତ ପୋର୍ସନ ଲାଗିଛି ଇଣ୍ଟରନ୍ୟାସନାଲ ବାଉଣ୍ଡ୍ରି ହେଲା। ବାଉଣ୍ଡ୍ରି ଗୁଡାକ ହେଲା। ଉତ୍ତରପ୍ରଦେଶ ସବୁଠୁ ବଡ ଷ୍ଟେଟ। ଦେଖ ଉତ୍ତରପ୍ରଦେଶ କଥା ଟିକେ ବୁଲି ଆସିବା।
ଉତ୍ତରପ୍ରଦେଶରେ କିଏ ଅଛି? କୋଉଠି ଅଛି ଆମକୁ ଦେଖିବାକୁ ପଡେ ଉତ୍ତରପ୍ରଦେଶ? ଦେଖ ଏଇ ଜାଗାରେ ଉତ୍ତରପ୍ରଦେଶ ରହିଲା, ବିହାର ରହିଲା, ଝାଡଖଣ୍ଡ ରହିଲା, ଛତିଶଗଡ ଲାଗିଛି ଏଠି, ମାନେ ଏପଟେ ମଧ୍ୟପ୍ରଦେଶ ରହିଲା, ରାଜସ୍ଥାନ ରହିଲା, ଠିକ ଅଛି। ଏପଟେ ହରିୟାଣା ଦେଖ ଏଠି ଲାଗିଛି, ହେଲା। ଏପଟେ ଦେଖ ହିମାଚଳ ପ୍ରଦେଶ ମଧ୍ୟ ଲାଗିଛି, ଏପଟେ ଉତ୍ତରାଖଣ୍ଡ ଲାଗିଛି, ହେଲା। ଆଉ କଣ ଲାଗିଛି ଦେଖ ଏଠି ନ୍ୟୁ ଦିଲ୍ଲୀ ଗୋଟେ ୟୁଟି ମଧ୍ୟ ଏଠି ଗୋଟେ ଲାଗିଛି, ଆଉ ନେପାଳ ତ ଏମିତିରେ ବର୍ଡର କରିଛି, ବିହାର ଆଉ ନେପାଳ ରହିଲା, ଠିକ ଅଛି। ମଧ୍ୟପ୍ରଦେଶ ଆଡୁ ଟିକେ ବୁଲି ଆସିବା, ତାହେଲେ ମଧ୍ୟପ୍ରଦେଶ ଯୋଉ ରହିଲା, ମଧ୍ୟପ୍ରଦେଶରେ ଏଠି ଲାଗିଛି ଛତିଶଗଡ଼ ଅଛି, ଏପଟେ ବଡ ପୋର୍ସନ ମହାରାଷ୍ଟ୍ର, ଏପଟେ ଗୁଜୁରାଟ, ରାଜସ୍ଥାନ, ଏପଟେ ଉତ୍ତରପ୍ରଦେଶ, ଏମିତି ଗୋଲ ହେଇକି ଲାଗିଛନ୍ତି 5ଟା ଷ୍ଟେଟ ମଧ୍ୟପ୍ରଦେଶ। ଗୁଜୁରାଟ ଆଡେ ବୁଲି ଆସ, ଏପଟେ ରହିଲା ଆମର ମହାରାଷ୍ଟ୍ର, ହେଲା। ଏପଟେ ରହିଲା ମଧ୍ୟପ୍ରଦେଶ, ଏପଟେ ରହିଲା ରାଜସ୍ଥାନ, ଆଉ ଏପଟେ ଅଛି ଦାଦ୍ରା ଆଉ ନଗର ହାଭେଲି, ଆଉ ଡାମନ ଡିଉ, ଆଉ ଏପଟେ ପାକିସ୍ତାନ ତ କଭର ଏମିତିରେ ହିଁ କରିଛି, ହେଲା। ରାଜସ୍ଥାନ ଦେଖ ସବୁଠୁ ବଡ ଏରିଆ ୱାଇଜ, ରାଜସ୍ଥାନ ରହିଲା ଏପଟେ ଗୁଜୁରାଟ, ମାନେ ମଧ୍ୟପ୍ରଦେଶ, ତାପରେ ଉତ୍ତରପ୍ରଦେଶ, ତାପରେ ହରିୟାଣା, ଏପଟେ ପଞ୍ଜାବ, ବାଉଣ୍ଡ୍ରି କରୁଛି କିଏ? ହେଲା। ଆସ ହରିୟାଣାକୁ, ହରିୟାଣା କୋଉଠି ଅଛି ଫାଷ୍ଟ ଆମକୁ ଦେଖିବାର ଅଛି, ଏଠି କୁର୍ନି ଷ୍ଟେଟ ଦେଖ, ହରିୟାଣା କଣ ଲାଗିଛି? ରାଜସ୍ଥାନ ଲାଗିଛି ଏଠି, ହେଲା। ଉତ୍ତରପ୍ରଦେଶ, ଏପଟେ ପ୍ରଦେଶ ପଥ ଲାଗିଛି, ବି ଲାଗିଛି ଏପଟେ, ଅଛି। ତାପରେ ଚଣ୍ଡିଗଡ଼ ରହିଲା, ୟୁନିୟନ ଟେରିଟୋରୀ ମଧ୍ୟ ଲାଗିଛି, ତା ସହିତ ଦିଲ୍ଲୀ ୟୁନିୟନ ଟେରିଟୋରୀ ଲାଗିଛି, କାହା ସହିତ? ପଞ୍ଜାବ ରହିଲା, ଦେଖ ପଞ୍ଜାବର କ୍ୟାପିଟାଲ ହେଇଯିବ ଚଣ୍ଡିଗଡ଼, ରାଜସ୍ଥାନ ଲାଗିଛି, ଜୟପୁର କ୍ୟାପିଟାଲ ହେଇଗଲା, ହରିୟାଣା ଲାଗିଛି, ଠିକ ଅଛି। ତା ସହିତ ହିମାଚଳ ପ୍ରଦେଶ ମଧ୍ୟ ଲାଗିଛି, ଯୋଉଟା କ୍ୟାପିଟାଲ ସିମଲା, ଚଣ୍ଡିଗଡ଼ ରହିଲା ୟୁନିୟନ ଟେରିଟୋରୀ ମଧ୍ୟ ଲାଗିଛି, ତ ଜାମ୍ମୁ କାଶ୍ମୀର ମଧ୍ୟ ଏଠି ଲାଗିଛି, ଆଉ ପାକିସ୍ତାନ ଇଣ୍ଟରନ୍ୟାସନାଲ ବର୍ଡର ସେୟାର କରୁଛି କାହା ସହିତ? ପଞ୍ଜାବ ସହିତ। ଇମ୍ପୋର୍ଟାଣ୍ଟ ହିମାଚଳ ପ୍ରଦେଶ ରହିବ, ହିମାଚଳ ପ୍ରଦେଶ ଦେଖିବା, ଦେଖ ଏଠି କ୍ୟାପିଟାଲ ସିମଲା ହେଇଗଲା, ଏପଟେ ରହିଲା ପଞ୍ଜାବ ଲାଗିଲା, ଏପଟେ ହରିୟାଣା ଲାଗିଛି, ନାଇଁ, ଆଉ ଉତ୍ତରାଖଣ୍ଡ ଦେଖ ଏଠି ଲାଗିଛି ନା ନାଇଁ, ଉପରେ ଜାମ୍ମୁ କାଶ୍ମୀର, ଲାଦାଖ ଏଠି ଲାଗିଲା, ଆଉ ବର୍ଡର କରିଛି କାହା ସହିତ? ଏଇଟା କାହା ବର୍ଡର? ଠିକ ଅଛି, ଚାଇନା ବର୍ଡର, ଇଣ୍ଟରନ୍ୟାସନାଲ ବାଉଣ୍ଡ୍ରି। ଏବେ ଦେଖିବା ଉତ୍ତରାଖଣ୍ଡ କୋଉଠି ରହିଲା, ଏଠି ଉତ୍ତରାଖଣ୍ଡ ଟିକେ ଯାଇଛି, ଉତ୍ତରପ୍ରଦେଶ ବହୁତ ବଡ ଏରିଆ ଯାଇଛି, ତା ସହିତ ହିମାଚଳ ପ୍ରଦେଶ ଯାଇଛି, ଏଠି ଚାଇନା ଫର୍ମେସନ କରୁଛି, ହେଲା। ଆଉ କଣ କରୁଛି? ନେପାଳ ମଧ୍ୟ କିଛି ଫର୍ମେସନ, ନେପାଳ ଏପଟେ ବାହାରେ ରହିଲା ପ୍ରାଇଭେଟ। ସିକିମ କଥା ଆସ, ଇଷ୍ଟର୍ଣ୍ଣ କଥା ଦେଖିବା, ସିକିମ କୋଉଠି ଅଛି ଫାଷ୍ଟ ଆମକୁ ଦେଖିବାର ଅଛି, ଏଇଠି ସିକିମ ରହିଲା, ତାପରେ ୱେଷ୍ଟ ବେଙ୍ଗଲ ରହିଲା, ହେଲା, ବେଙ୍ଗଲ ଏମିତି ଲୁଚିକି ଖାଇକି ଯାଇଛି, ହେଲା। ତାପରେ ଇଣ୍ଟରନ୍ୟାସନାଲ ବାଉଣ୍ଡରୀ ରହିଲା ନେପାଳ, ଏପଟେ ରହିଲା ଭୁଟାନ, ଆଉ ବାହାରେ ରହିଛି ଆମର, ହେଲା। ମେଘାଳୟ ଦେଖିବା, ମେଘାଳୟ କୋଉଠି ଅଛି? ଏଇଠି ମେଘାଳୟ ରହିଲା, ଯୋଉଟା କି ଏଠି ଲାଗିଛି ଆସାମ ଲାଗିଛି, ଆଉ ଇଣ୍ଟରନ୍ୟାସନାଲ ବାଉଣ୍ଡରୀ କାହା ସହିତ? ବାଂଲାଦେଶ। ଇମ୍ପୋର୍ଟାଣ୍ଟ ରହିବ ଇଣ୍ଟରନ୍ୟାସନାଲ ବାଉଣ୍ଡରୀ ଫର୍ମେସନ। ତାପରେ ଦେଖିବା ଆସାମ ସହିତ କୋଉଟା କୋଉଟା ଫର୍ମେସନ କରୁଛି, ଦେଖ ଆସାମ ସହିତ ବହୁତ ସାରା ଫର୍ମେସନ କରୁଛି, ଫାଷ୍ଟ ହେଲା ୱେଷ୍ଟ ବେଙ୍ଗଲ, ଠିକ ଅଛି, ଏଠି ରହିଲା ୱେଷ୍ଟ ବେଙ୍ଗଲ, ବୁଝିଗଲା। ଆସାମ ରହିଲା ଏଠି, ଆଚ୍ଛା। ତାପରେ ରହିଲା ମେଘାଳୟ, ମେଘାଳୟ କୋଉଠି ଅଛି? ଇଏ ଭୁଟାନ ରହିଲା, ଏଇଠି ଦେଖ ମେଘାଳୟ ରହିଲା। ତ୍ରିପୁରା ଦେଖ କୋଉଠି ଅଛି? ଏଇଠି ତ୍ରିପୁରା ରହିଲା, ଲାଗିଛି ଏଇଠି, ହେଲା। ତାପରେ ମିଜୋରାମ, ଏପଟେ ମଣିପୁର, ଏପଟେ ନାଗାଲାଣ୍ଡ, ଏପଟେ ଅରୁଣାଚଳ ପ୍ରଦେଶ, ବଟ ୱେଷ୍ଟ ବେଙ୍ଗଲ ଟା ଦେଖ ଏଇଠି ଲାଗିଛି, ତ ସାର୍ କେମିତି ଲାଗିଲା, ନାଇଁ, ହେଲା। ଆସାମ ସହିତ ଲାଗିଛି, ଆଉ ଭୁଟାନ ଆଉ ବାଂଲାଦେଶ ଏପଟେ ଫର୍ମେସନ କରୁଛନ୍ତି
ବାଉଣ୍ଡ୍ରି ଇଣ୍ଟରନ୍ୟାସନାଲ ଇମ୍ପୋର୍ଟାଣ୍ଟ ରହିବ। ଅରୁଣାଚଳ ପ୍ରଦେଶ ଦେଖ କ୍ୟାପିଟାଲ ହେଇଯିବ ଇଟାନଗର। ଆସାମ ରହିଲା ବହୁତ ବର୍ଡର ଷ୍ଟେଟ ଫର୍ମେସନ କରୁଛି ତା ସହିତ ନାଗାଲାଣ୍ଡ ବି ଟିକେ ନାଗୁ କରୁଛି। ଆଉ ଏପଟେ ରହିଲା ମିଆଁମାର, ଏପଟେ ରହିଲା ଭୁଟାନ, ଆଉ ବାହାରେ ତ ଜାଣିଛ ଟାଇବେଟ ବା ଚାଇନା। ନାଗାଲାଣ୍ଡ କଥା ଦେଖ ଦେଖ ଏଠି ନାଗାଲାଣ୍ଡ କରିଛି ହେଲା। ତ ନାଗାଲାଣ୍ଡ ଯଦି ଏଠି କରିଛି କ୍ୟାପିଟାଲ ହେଇଯିବ କୋହିମା। ଏପଟେ ରହିଲା ଆସାମ ଦିସପୁର ରହିଲା, ଏପଟେ ରହିଲା ମଣିପୁର ଇମ୍ଫାଲ ରହିଲା। ଆଉ ମିଆଁମାର କଥା ଯଦି ଦେଖିବା ହେଲା, ମିଆଁମାର ଇମ୍ଫାଲ ବର୍ଡର ସିଆର ହେଲା। ମଣିପୁର ଦେଖିବା ଟିକେ, ମଣିପୁର କ୍ୟାପିଟାଲ କଣ ହେଇଯିବ ଇମ୍ଫାଲ ହେଇଗଲା। ଆସାମ ଦେଖ ଲାଗିଛି ଏପଟେ, ଏପଟେ ନାଗାଲାଣ୍ଡ ଲାଗିଛି, ଏପଟେ ମିଜୋ ଲାଗିଛି ବା ଆଇଜୱାଲ ବା ମିଆଁମାର ହେଇଯିବ ଇଣ୍ଟରନ୍ୟାସନାଲ। ସେମିତି ମିଜୋରାମ କଥା ବୁଲି ଆସିବ, କ୍ୟାପିଟାଲ ଆଇଜୱାଲ ହେଇଗଲା। ମିଜୋରାମ ଲାଗିଲା କଣ ଆସାମ ଲାଗିଲା, ଠିକ ଅଛି। ତା ସହିତ ମଣିପୁର ମଧ୍ୟ ଲାଗିଲା ହେଲା। ଆଚ୍ଛା ତାପରେ ତ୍ରିପୁରା ମଧ୍ୟ ଦେଖିବାକୁ ମିଳେ ହେଲା। ଆସାମ, ମଣିପୁର, ମିଜୋରାମ ଆଉ କଣ ତ୍ରିପୁରା ହେଲା। ମିଆଁମାର ରହିଲା ଇଣ୍ଟରନ୍ୟାସନାଲ, ଆଉ ବାଂଲାଦେଶ ମଧ୍ୟ ଲାଗିଛି ଏଇଠି, ଏଇଠି ଲାଗିଛି। ଆଚ୍ଛା ତ୍ରିପୁରା ଦେଖିବା, ତ୍ରିପୁରା ରହିଲା, ଆସାମ ରହିଲା। ତ୍ରିପୁରା କୋଉଠି ଅଛି ଏଇଠି ଭାଇ ଲୁଚିକି ଅଛି ହେଲା। ମିଜୋରାମ ରହିଲା, ଏଇଠି ମିଜୋରାମ ଲାଗିଛି, ଆଉ ବାଂଲାଦେଶ ମଧ୍ୟ ହେଲା। ତ ଇଏ ଥିଲା ନ୍ୟାସନାଲ ଆଉ କିଛି ଷ୍ଟେଟ ବର୍ଡର। ନିହାତି କୌଣସି ଏକ୍ସାମରେ ଗୋଟେ କିମ୍ବା ଦିଟା କ୍ୱେଶ୍ଚିନ୍ ଫର୍ମେସନ ହଉଛି। ତ ଏଇ ଭିଡ଼ିଓକୁ କେହି ବି ସ୍କିପ୍ କରିବେନି, କମ୍ପ୍ଲିଟଲି ଦେଖନ୍ତୁ, ନୋଟ୍ ମଧ୍ୟ କରନ୍ତୁ। ଏ ଫାଇଲ୍ ମୁଁ ସେଣ୍ଡ ବି ମଧ୍ୟ କରିଦେବି। ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଏଠି ଅଲମୋଷ୍ଟ ଦେଖ 4000 ପ୍ଲସ୍ ସବସ୍କ୍ରାଇବର ଅଛନ୍ତି ୟୁଟ୍ୟୁବରେ, ଆଉ ଟେଲିଗ୍ରାମରେ 28000 ସମଥିଙ୍ଗ। ତ ଏଠି ଜଏନ୍ ହବ, ଫ୍ରି କୁଇଜ୍ ମଧ୍ୟ ଆକ୍ଟିଭ ମିଳୁଛି, ତ ସେଠି ଭିଡ଼ିଓ ରେଗୁଲାରଲି ଏଠି ଲିଙ୍କରେ କ୍ଲିକ୍ କରିକି ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ମଧ୍ୟ ହେଇପାରିବେ। କିଛି ଡାଉଟ୍ ଅଛି କମେଣ୍ଟ ବକ୍ସରେ ଆନ୍ସର କରିଦେବେ, କମେଣ୍ଟ କରିଦେବେ, ମୁଁ ତ ରିପ୍ଲାଏ ମଧ୍ୟ କରିଦେବି। ରହିଲି, ଜୟ ଜଗନ୍ନାଥ।